ଆମର ତ୍ରାଣକର୍ତ୍ତା ପ୍ରଭୁ ଶ୍ରେଷ୍ଠଙ୍କର ଆରାଧନା ଧନ୍ୟବାଦ ସେବେରୁ ପୁଣ୍ୟଭୂଷଣ ଚିତ ଦ୍ୱାରା ଆମମାନଙ୍କୁ ସଦାରୁ ଆମମାନଙ୍କୁ ରକ୍ଷା କର। ଏହି ଈଶ୍ୱର ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ପ୍ରଭୁଙ୍କର ଦୂତମାନଙ୍କୁ ସମ୍ବାଦ ଦେବେ ପବିତ୍ର ଆତ୍ମାଙ୍କ ତେଜସ୍ୱ ଉତ୍ସର୍ଗା ହେଲେ ସମସ୍ତେ ମାରିଆ ମୁଣ୍ଡରେ ପୂର୍ଣ୍ଣ ପ୍ରଥମରେ ସମୟରେ ନାରୀମାନଙ୍କ ମଧ୍ୟରେ ଧନ୍ୟ ଏବଂ ଧନ୍ୟ ପୁରବର ଯୀଶୁ Oi Permeswara Mata Memori Maya Memane Bhakti Amanamka Jinote Lortaman Amanamka Samere Nivedana Karo ତେଣୁ ମୁଣ୍ଡ ପ୍ରଭୁଙ୍କର ଦାସୀ ତୁମର ବଚନ ମନରେ ଚରିତାର୍ଥ ଦେଉ। ସମସ୍ତେ ମାରିଆ ମୁଣ୍ଡରେ ପୂର୍ଣ୍ଣ ପ୍ରଥମରେ ସମୟରେ ନାରୀମାନଙ୍କ ମଧ୍ୟରେ ଧନ୍ୟ ଏବଂ ଧନ୍ୟ ପୁରବର ଯୀଶୁ Oi Permeswara Mata Memori Maya Memane Bhakti Amanamka Jinote Lortaman Amanamka Samere Nivedana Karo ତେଣୁ ମାଣିକର ପରିଗ୍ରହ କଲେ Eva Amanamka Samere Baସ Kale ସମସ୍ତେ ମାରିଆ ମୁଣ୍ଡରେ ପୂର୍ଣ୍ଣ ପ୍ରଥମରେ ସମୟରେ ନାରୀମାନଙ୍କ ମଧ୍ୟରେ ଧନ୍ୟ ଏବଂ ଧନ୍ୟ ପୁରବର ଯୀଶୁ Oi Permeswara Mata Memori Maya Memane Bhakti Amanamka Jinote Lortaman Amanamka Samere Nivedana Karo Oi परमेश्वर करुणामय जननी मुठमान निमंते निवेदन करो जे परे हमने प्रभु यीशु मसीह का प्रतिज्ञा परिवर्तन करो प्रार्थना प्रभु तुम संवाद चले तुम्हारा नियम करो प्रभु यीशु का अवतार विषय हमने माने भगत करो तान को कुछ जंत्रणा पड़े पुनरुत्थान करो प्रति आगुष्ट करता है हम अपराध मारे तुम्हारा समझ Amin. प्रभात प्रार्थना प्रेममय स्वर्गीय पिता तुम प्रदत्त ଏହି ସୁପ୍ରଭାତର ପ୍ରଥମ ମୁହୂର୍ତ୍ତରୁ ଆମେ ତୁମକୁ ପ୍ରେମ ଭକ୍ତି ସ୍ତୁତି ବନ୍ଦନା ତଥା ଆରାଧନା କରୁଅଛୁ। ଗତ ରାତ୍ର ଅନୁଗ୍ରହ ନିମନ୍ତେ ଆମେ ତୁମକୁ କୃତଜ୍ଞତା ଜ୍ଞାପନ କରୁଅଛୁ। ଆଜି ଆମର ଶରୀର ମନ ଆତ୍ମା ତଥା ସକଳ ଚିନ୍ତା ବାକ୍ୟ କର୍ମ ସୁଖ ଦୁଃଖ ନିର୍ମଳାଙ୍କ ହୃଦୟ ମାଧ୍ୟମରେ ଓ ସମସ୍ତ ସାଧୁ ସାଧୁଙ୍କ ମଧ୍ୟସ୍ଥରେ ତୁମକୁ ସମର୍ପଣ କରୁଅଛୁ। ପ୍ରିୟ ପ୍ରଭୁ ଯୀଶୁ ଆମ ସମସ୍ତ ଚେଷ୍ଟାକୁ ଆଶୀର୍ବାଦ କର ଓ ସକଳ କାର୍ଯ୍ୟକୁ ନିୟନ୍ତ୍ରଣ କର। ତୁମ ଦିବ୍ୟ ରକ୍ତରେ ଆମକୁ ଆବୃତ କରି ଆମର ଯତ୍ନ ନିଅ ଯେପରି କୌଣସି ଦୁଷ୍ଟ ଶକ୍ତି ଆମକୁ ତୁମଠାରୁ ଦୂରେଇ ନେବାକୁ ସକ୍ଷମ ନ ହୁଏ। ଆଜି ଆମ ସ୍ମରଣରେ ଆସୁଥିବା ପ୍ରତ୍ୟେକଙ୍କୁ ତୁମ ପ୍ରେମ ପ୍ରଦର୍ଶନ କରିବାକୁ ଆମମାନଙ୍କୁ କୃପା କର। ଆଜି ଆମେ ସମ୍ମୁଖୀନ ହେବାକୁ ଯାଉଥିବା ପ୍ରତ୍ୟେକ ବ୍ୟକ୍ତି ବସ୍ତୁ ଓ ପରିସ୍ଥିତିକୁ ତୁମ ଅନୁଗ୍ରହ ଦାନ ରୂପେ ଗ୍ରହଣ କରିବାକୁ ଆମମାନଙ୍କୁ ସାହାଯ୍ୟ କର। ତୁମ ଦିବ୍ୟ ଇଚ୍ଛାରେ ଆଜି ଯଦି ଆମର ମୃତ୍ୟୁ ହୁଏ ତେବେ ତୁମର ଦିବ୍ୟ ମୁଖ ଦର୍ଶନର ସୌଭାଗ୍ୟ ଆମମାନଙ୍କୁ ପ୍ରଦାନ କର। ପ୍ରେମମୟ ପ୍ରଭୁ ଆମର ପିତା ମାତା ଭ୍ରାତା ଭଗ୍ନୀ ଆତ୍ମୀୟ ସ୍ୱଜନ ଗୁରୁଜନ ଉପକାରୀ ତଥା ମାନସିକ କରୁଥିବା ସମସ୍ତଙ୍କୁ ଅନୁଗ୍ରହରେ ପୂର୍ଣ୍ଣ କର। ସେମାନଙ୍କ ଆଧ୍ୟାତ୍ମିକ ଓ ଶାରୀରିକ ଆବଶ୍ୟକତାରେ ସେମାନଙ୍କୁ ସାହାଯ୍ୟ କର। ବେଦନାରେ ସହନ ଶକ୍ତି ଦୁର୍ଘଟଣାରେ ସୁରକ୍ଷା ଯନ୍ତ୍ରଣାରେ ଆଶ୍ୱାସନା ଅସୁସ୍ଥତାରେ ସ୍ୱାସ୍ଥ୍ୟ ଓ ଦୁଃଖରେ ଆନନ୍ଦ ପ୍ରଦାନ କର। କ୍ରାଇଷ୍ଟ ରାଜି ଆତ୍ମାମାନଙ୍କୁ ନିତ୍ୟ ଶାନ୍ତି ପ୍ରଦାନ କର। ଆଜି ଦିନରେ ମୃତ୍ୟୁର ସମ୍ମୁଖୀନ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତୁମ ପ୍ରେମରେ ଶାନ୍ତି ପ୍ରଦାନ କର। ପ୍ରଲୋଭନ ଆଡ଼କୁ ଗତି କରୁଥିବା ବ୍ୟକ୍ତିମାନଙ୍କୁ କରୁଣା ପ୍ରଦର୍ଶନ କର। ନିଷ୍ଠାର ସହ ଜୀବନ ଯାପନ କରୁଥିବା ବ୍ୟକ୍ତିମାନଙ୍କୁ ସହାୟତା ପ୍ରଦାନ କର। ପବିତ୍ର ଧର୍ମମଣ୍ଡଳୀ ତଥା ସମସ୍ତ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ତୁମେ ଆଶୀର୍ବାଦ କର।
हे ଆମର ପିତୃ ତୁମଠାରେ ସମର୍ପିତ ଆମ କାର୍ଯ୍ୟ ସାରା ସର୍ବକ୍ଷଣ ଓ ପରିଚାଳନା କର। ଆମେନ୍। ସଂକ୍ରାମକ ରୋଗୀ ହେବା ସମୟରେ କରିବା ପ୍ରାର୍ଥନା ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ଜୀବନ ଓ ମୃତ୍ୟୁର ଆଧାର ଈଶ୍ୱର ଶାରୀରିକ ସୁସ୍ଥତା ତଥା ଦୀର୍ଘ ଜୀବନ ଦେଇ ଆମମାନଙ୍କୁ ଅନୁଗ୍ରହ କରିଥିବାରୁ ଆମେ ତୁମର ଆରାଧନା ଧନ୍ୟବାଦ ସ୍ତୁତି ଓ ପ୍ରଶଂସା କରୁଛୁ। ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇ ଦୁଃଖରେ ସମ୍ପୂର୍ଣ୍ଣ ଭାଙ୍ଗି ପଡ଼ିଥିବା ତଥା ପିଶାଚର ବନ୍ଧନରେ ବାନ୍ଧି ପଡ଼ିଥିବା ବ୍ୟକ୍ତିମାନଙ୍କୁ ଅଦ୍ଭୁତ ଭାବରେ ଆରୋଗ୍ୟ ପ୍ରଦାନ କରିଥିବା ତୁମର ଦିବ୍ୟ ପୁତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଆମମାନଙ୍କର ରକ୍ଷକ ହେବା ନିମନ୍ତେ ପ୍ରଦାନ କରିଥିବାରୁ ଆମେ ତୁମକୁ ଧନ୍ୟବାଦ ଅର୍ପଣ କରୁଛୁ। ଆମ ଦେଶରେ ବ୍ୟାପି ଯାଇ ଆମମାନଙ୍କୁ ଆତଙ୍କିତ କରୁଥିବା କରୋନା ଭୂତାଣୁ ସଂକ୍ରାମକ ରୋଗରୁ ଆମମାନଙ୍କୁ ରକ୍ଷା କର। ତୁମେ ଇସ୍ରାଏଲମାନଙ୍କୁ ବିଭିନ୍ନ କ୍ଲେଶରୁ ରକ୍ଷା କରି ସୁରକ୍ଷିତ ଭାବରେ ତୁମର ସେହି ପ୍ରତିଜ୍ଞା ଦେଶକୁ ପହଞ୍ଚାଇଥିଲ। ତେଣୁ ଦୟାକରି ଆମମାନଙ୍କୁ ସବୁ ପ୍ରକାର ସଂକ୍ରାମକ ରୋଗରୁ ରକ୍ଷା କରି ଆମର ଯତ୍ନ ନିଅ। ତୁମେ ଜୀବନରେ ବିରାଜମାନ ହୋଇ ରାଜତ୍ୱ କର। ଆମେନ୍। आशीष तुम्हारो जाऊं दयानी की तम पासे आसीछु। आशीष तुम्हारो जाऊं दयानी की तम पासे आसीछु। Praise the Lord. Praise the Lord. Praise the Lord. Praise the Lord. Hallelujah. 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 धन्यवाद यीशु। धन्यवाद यीशु। तुम्हारी प्रशंसा है। तुम्हारी आराधना है। तुम्हारी वंदना है। तुम्हारी महिमा है। Hallelujah. 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 प्रिय भाई भଉଣୀମାନେ ଆଜିର ଏହି ଦିବ୍ୟ ବଳିରେ ସାତ୍ଵୀ ସ୍ଥିତିଲିଆଙ୍କ ପର୍ବକୁ ସ୍ମରଣ କରୁଅଛୁ।
আজি ତାଙ୍କର ଏହି ପର୍ବ ଦିବସରେ ଆମେ ସମସ୍ତେ ଜାଣିବା ଉଚିତ ଏହି ସ୍ନାପି ଯୀଶୁଙ୍କ ନିମନ୍ତେ ଈଶ୍ୱରଙ୍କ ନିମନ୍ତେ ନିଜ ଜୀବନକୁ ଜଳାଞ୍ଜଳି ଦେଇଥିଲେ। ତାଙ୍କର ଜୀବନ ରକ୍ତାକ୍ତରେ ପୂର୍ଣ୍ଣ ଥିଲେ ମଧ୍ୟ ସେ ଈଶ୍ୱରକୁ ଛାଡ଼ି ନଥିଲେ। ଭାଲେରିଆ ନାମକ ଜଣେ ଲୋକ ସେ ବିବାହ କରିଥିଲେ, କିନ୍ତୁ ତାଙ୍କର ଚିରନ୍ତନ ଈଶ୍ୱରଙ୍କ ଭକ୍ତି ଦ୍ୱାରା ଈଶ୍ୱରଙ୍କୁ ସେ ନିଜକୁ ସମର୍ପଣ କରିଅଛନ୍ତି ବୋଲି ବିଶ୍ୱାସ ସହକାରେ ତାଙ୍କର ସ୍ୱାମୀଙ୍କୁ ମଧ୍ୟ ଈଶ୍ୱରଙ୍କ ପଥ ଅନୁସରଣ କରିବା ପାଇଁ ପ୍ରବର୍ତ୍ତାଇଥିଲେ ଏବଂ ତାଙ୍କର ଯେଉଁ ଆତ୍ମା ଶାନ୍ତି, ତାଙ୍କର ଭକ୍ତିପୂର୍ଣ୍ଣ ଜୀବନ, ତାଙ୍କର ବିଶ୍ୱାସ ଯୋଗୁଁ ତାଙ୍କର ସ୍ୱାମୀ ମଧ୍ୟ ଈଶ୍ୱରଙ୍କୁ ଅନୁସରଣ କରିପାରିଥିଲେ। ସ୍ୱାମୀଙ୍କ ସହିତ ସ୍ୱାମୀଙ୍କର ଭାଇ ମଧ୍ୟ ଏବଂ ତାଙ୍କ ପରିବାର ମଧ୍ୟ ସେମାନେ ସମସ୍ତେ ଈଶ୍ୱରଙ୍କ ପଥ ଅନୁସରଣ କରିପାରିଥିଲେ। ସେମାନେ ସମସ୍ତଙ୍କୁ ଈଶ୍ୱରଙ୍କ ପାଇଁ ଜୀବନ ବଳିଦାନ ଦେବାକୁ ପଡ଼ିଥିଲା। ଶେଷରେ ଏହି ସାଧ୍ୱୀ ସିସିଲିଆ ମଧ୍ୟ ଯେତେବେଳେ ମୃତ୍ୟୁବରଣ କରିବାକୁ ଯାଉଛନ୍ତି, ତାଙ୍କୁ ହତ୍ୟା କରିବା ସମୟରେ ମଧ୍ୟ ସେ ଈଶ୍ୱରଙ୍କର ସ୍ତୁତି ବନ୍ଦନା କରୁଥିଲେ, ଗୀତ ଗାଉଥିଲେ, ଈଶ୍ୱରଙ୍କର ପ୍ରଶଂସାର ଗୀତ ଗାଉଥିଲେ। ତେଣୁ ଆଜି ଏହି ସାଧ୍ୱୀ ସିସିଲିଆକୁ ସମସ୍ତ ସଙ୍ଗୀତ ଜଗତର ଇଷ୍ଟ ସାଧ୍ୱୀ ରୂପେ ଆଜି ଆମମାନେ ସାଧ୍ୱୀ ମଣ୍ଡଳୀ ତାଙ୍କୁ ଭକ୍ତି ଏବଂ ସମ୍ମାନ ଜଣାଉ। ଆସନ୍ତୁ ଏହି ଅବସରରେ ଆମେ ପ୍ରାର୍ଥନା କରିବା, ଆମେ ସମସ୍ତେ ସାଧ୍ୱୀଙ୍କ ପରି ଈଶ୍ୱରଙ୍କ ପଥ ଅନୁସରଣ କରିବା ଏବଂ ଜୀବନକୁ ଜଳାଞ୍ଜଳି ଦେବାର ଶକ୍ତି ଆମେ ପାଇପାରିବା। ସେଥିନିମନ୍ତେ ଏହି ଦିବ୍ୟ ପୁରସ୍କାରରେ ଆମେ ପ୍ରାର୍ଥନା କରିବା। ଆସନ୍ତୁ ଆମେ ସମସ୍ତଙ୍କ ଉଦ୍ଦେଶ୍ୟ ସମର୍ପଣ କରି ଆଜିର ଦିବ୍ୟ ପୁରସ୍କାରକୁ ଆମେ ଆରମ୍ଭ କରିବା। ପିତା ଓ ପୁତ୍ର ଏବଂ ପବିତ୍ର ଆତ୍ମାଙ୍କ ନାମରେ ଆମେନ୍। ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଅନୁଗ୍ରହ, ପରମେଶ୍ୱରଙ୍କ ପ୍ରେମ ଓ ପବିତ୍ର ଆତ୍ମାଙ୍କ ସହଭାଗିତା ଆପଣମାନଙ୍କ ସଙ୍ଗେ ରହୁ। ଭାଇ ଭଉଣୀମାନେ, ଏହି ପବିତ୍ର ରହସ୍ୟବଳୀ ପାଳନ କରିବା ନିମନ୍ତେ ନିଜ ନିଜକୁ ପ୍ରସ୍ତୁତ କରିବା ପାଇଁ ଆସନ୍ତୁ ଆମମାନଙ୍କର ପାପ ସ୍ୱୀକାର କରିବା। सर्वशक्तिमान परमेश्वर हे भगवान समुद्रे हे भाइयों बहनों मुस्कान करके मोहनवश मोहनवश मोहन चिंतारे मोहन मानके मोहन राज्य मोहन कर्तव्य वाले मोहन को पाप करे अछि अतएव आमर परमेश्वर करे सकल सर्वशक्तिमान परमेश्वर आम प्रति सदैव बंधु एवं आम सकल पाप क्षमा करी आम अनंत जीवन प्रति परिचालना करंतु। हे प्रभु दया करो, हे प्रभु दया करो, हे कृष्ण दया करो, हे कृष्ण दया करो, हे प्रभु दया करो, हे प्रभु दया करो। आमेन। प्रार्थना करें। हे प्रभु, आम प्रति तुम्हारा करुणा और क्षमा उत्तरोत्तर वृद्धि पाओ। आम्भे माने सात्विक कुमारी सिसिलिया को सम्मान प्रदर्शनार्थ एही पर्व पालन करुछु। सेମାନଙ୍କ संगरे स्वास्थ्य जीवनानंद लाभ करबाको अनुग्रह करो। यह आमे भिक्षा करू तुम्हारा पुत्र आम भगवान प्रभु यीशु ख्रीष्ट का मध्यस्थतारे जे तुम एवं पवित्र आत्मा के संगरे एक ईश्वर रूपे जीवन धारण करता राजत्व करते जुगे जुगे। आमीन। प्रथम कथन प्रवक्ता दानियल ग्रंथ पाठ 1 अध्याय 1 एवं 8 कोड़िए। राजा देखिले दानियल आनानिया मिसाएल ओ आसारिक परि आउ केही नुहंती वर्तमान अखबार जिहुदा देशर राजा
जेहाकिमଙ୍କ ରାଜତ୍ୱର ତୃତୀୟ ବର୍ଷ ବାବିଲୋନୀୟ ରାଜା ନେବୁକାଦନେସାରଙ୍କର ଜେରୁସାଲେମ ଆକ୍ରମଣ କରି ତାଙ୍କୁ ଅବରୋଧ କଲେ। ପ୍ରଭୁ ମନ୍ଦିରର କେତେକ ପାତ୍ର ସହ ଜିହୁଦା ରାଜା ଯେହାକିମଙ୍କୁ ତାଙ୍କ ହସ୍ତଗତ କରିଦେଲେ। ସେ ସେଗୁଡ଼ିକୁ ସିନାର ଦେଶକୁ ନେଇଗଲେ ଏବଂ ସେଠାସ୍ଥ ମନ୍ଦିରର ଭଣ୍ଡାର ଘରେ ସେଗୁଡ଼ିକ ରଖିଲେ। ତାପରେ ଇସ୍ରାଏଲମାନଙ୍କ ମଧ୍ୟରୁ କେତେଜଣ ରାଜପୁତ୍ର କିମ୍ବା ଉଚ୍ଚ ବଂଶର ନିପୁଣ ସୁନ୍ଦର ଦକ୍ଷ ଚତୁର ବୁଦ୍ଧିମାନ ଓ ରାଜଉଆସରେ ରହି କାର୍ଯ୍ୟ କରିବାକୁ ଯୋଗ୍ୟ ଯୁବକମାନଙ୍କୁ ବାଛି ନେବାକୁ କାଳକୀୟ ବିଦ୍ୟା ଓ ଭାଷା ଶିଖାଇବା ପାଇଁ ନିଜ ପ୍ରଧାନ ନପୁଂସକଙ୍କ ଆଦେଶ ଦେଲେ। ସେମାନେ ଯେପରି 3 ବର୍ଷ ମଧ୍ୟରେ ସାମ୍ନାରେ ଠିଆ ହୋଇପାରିବେ, ଏଥିପାଇଁ ସେମାନଙ୍କୁ ରାଜାଙ୍କର କିଛି ଖାଦ୍ୟ ମଧ୍ୟ ଦେବାକୁ ଆଦେଶ କଲେ। ଏମାନଙ୍କ ମଧ୍ୟରେ ଥିଲେ ଜିହୁଦା ବଂଶର ଦାନିଏଲ, ଆନାନୀୟ, ମିଶାଏଲ ଓ ଆସାରିୟ। ଦାନିଏଲ ଦେଖିଲେ ରାଜାଙ୍କ ଖାଦ୍ୟ ଗ୍ରହଣ କଲେ ସେମାନେ ଅଶୁଚି ହେବେ, ତେଣୁ ସେ ତାହା ସ୍ପର୍ଶ କରିବାକୁ ନାରାଜ ହେଲେ। ଏଥିପାଇଁ ରାଜାଙ୍କ ଖାଦ୍ୟ ବଦଳରେ ସେମାନଙ୍କୁ ଶାକ ସବୁଜି ଦେବା ପାଇଁ ନପୁଂସକଙ୍କୁ ଅନୁରୋଧ କଲେ। ପ୍ରଭୁ ଇତିମଧ୍ୟରେ ଦାନିଏଲଙ୍କ ପ୍ରତି ନପୁଂସକଙ୍କର ଦୟା ଆକର୍ଷଣ କରିଥିଲେ। ତଥାପି ନପୁଂସକ କହିଲେ, ରାଜା ମୋର ପ୍ରଭୁ, ମୋର ମାଲିକ ଏବଂ ମୋର ସର୍ବେସର୍ବା, ମୁଁ ତାହାଙ୍କ ଆଦେଶ ମାନିବାକୁ ବାଧ୍ୟ। ତୁମେ ଯଦି ରାଜାଙ୍କ ଖାଦ୍ୟ ଛାଡ଼ିଦିଅ, କେବଳ ନିରାମିଷ ଆହାର କରିବ ଏବଂ ଅନ୍ୟମାନଙ୍କ ତୁଳନାରେ କ୍ଷୀଣ ଦେଖାଯିବ, ତେବେ ରାଜା ନିଶ୍ଚୟ ମୋର ପ୍ରାଣ ନେବେ। ଏଥିରେ ଦାନିଏଲ ନିଜ ପାଇଁ ଏବଂ ଆନାନୀୟ, ମିଶାଏଲ ଏବଂ ଆସାରିୟଙ୍କ ପାଇଁ ନପୁଂସକ ନିଯୁକ୍ତ କରିଥିବା ପ୍ରହରୀକୁ କହିଲେ, ତୁମ୍ଭର ସେବକମାନଙ୍କୁ କେବଳ 10 ଦିନ ପାଇଁ କାଣ୍ଟି ଶାକ ସବୁଜି ଖାଇବାକୁ ଓ କେବଳ ପାଣି ପିଇବାକୁ ଅନୁମତି ଦିଅନ୍ତୁ। ପରେ ଆମର ଚେହେରା ଏବଂ ରାଜାଙ୍କର ଖାଦ୍ୟ ଗ୍ରହଣ କରୁଥିବା ଯୁବକମାନଙ୍କ ଚେହେରା ଦେଖିବାକୁ ଆପଣଙ୍କର ଖୁସି ପ୍ରକାରେ ଆମକୁ ଶାସନ କରିବେ। ପ୍ରସ୍ତାବଟି ପ୍ରହରୀଙ୍କ ମନକୁ ପାଇଲା। ସେ ସେମାନଙ୍କର ଅନୁରୋଧ ରକ୍ଷା କରି 10 ଦିନ କାଳ ସେମାନଙ୍କୁ ପରୀକ୍ଷା କଲେ। 10 ଦିନ ପରେ ଦେଖିଲେ ସେମାନେ ରାଜାଙ୍କର ଖାଦ୍ୟ ଖାଉଥିବା ଯୁବକମାନଙ୍କଠାରୁ ଅଧିକ ସୁସ୍ଥ ସବଳ। ସେହି ସମୟରୁ ସେମାନଙ୍କୁ ଆଉ ରାଜ ଖାଦ୍ୟ ନ ଦେଇ କେବଳ ଶାକ ସବୁଜି ଦେଲେ। ସେହି 4 ଜଣଙ୍କ ପ୍ରତି ଈଶ୍ୱରଙ୍କର ବି ଏହିପରି ଦୟା ହେଲା ଯେ ସେମାନେ ଅକ୍ଳେଶରେ ଜ୍ଞାନ, ବୁଦ୍ଧି, ସାହିତ୍ୟ, ପ୍ରଜ୍ଞା ପ୍ରଭୃତି ବିଷୟରେ ଦୁରନ୍ତର ହେଲେ। ଏପରିକି ଦାନିଏଲ ସକଳ ପ୍ରକାର ସ୍ୱପ୍ନ ଓ ଦର୍ଶନ ମଧ୍ୟ ବୁଝିବାକୁ ଜାଣିଲେ। ରାଜାଙ୍କ ଦ୍ୱାରା ନିର୍ଦ୍ଧାରିତ ଶିକ୍ଷା ଦୀକ୍ଷାର ସମୟ ଶେଷ ହୁଅନ୍ତେ ନପୁଂସକ ସେମାନଙ୍କୁ ନେଇ ନେବୁକଦନେସାରଙ୍କୁ ସମର୍ପଣ କଲେ। ସେମାନଙ୍କ ସହିତ କଥାବାର୍ତ୍ତା କରିବା ପରେ ରାଜା ଦେଖିଲେ ଦାନିଏଲ, ଆନାନୀୟ, ମିଶାଏଲ ଓ ଆସାରିୟଙ୍କ ଭଳି ଆଉ କେହି ନୁହନ୍ତି। ତେଣୁ ସେ ସେମାନଙ୍କୁ ରାଜ ଅଦାଲତରେ ସଦସ୍ୟ ରୂପେ ନିଯୁକ୍ତ କଲେ ଏବଂ ସେମାନଙ୍କୁ ଯେ କୌଣସି ବିଦ୍ୟା ସମ୍ପର୍କରେ ଯାହା କିଛି ପଚାରିଲେ ବି ନିଜର ଯାଦୁକର ଏବଂ ପୂଜାରୀମାନଙ୍କ ଠାରୁ 10 ଗୁଣ ଅଧିକ ପ୍ରାଞ୍ଜଳ ଭାବରେ ଉତ୍ତର ଦେଉଥିଲେ। ଏହା ଈଶ୍ୱରଙ୍କ ବାକ୍ୟ। ସ୍ତୁତି କର, ପ୍ରଶଂସା କର, ସ୍ତୁତି କର, ପ୍ରଶଂସା କର, ସଦା ପ୍ରଭୁଙ୍କର, ସଦା ପ୍ରଭୁଙ୍କର। ଈଶ୍ୱରଙ୍କ ପବିତ୍ର ନାମେ, ଈଶ୍ୱରଙ୍କ ପବିତ୍ର ନାମେ, ତାଙ୍କ ପ୍ରଶଂସା କର।
संगे रुहन्तु सद्लोक अनुଯାयी पुण्य सुसमाचार बाँच अध्याय 21 पद संख्या 1-4 पर्यंत लोक अनुଯାयी पुण्य सुसमाचार 21 अध्याय पद संख्या 1-4 पर्यंत जीशु चक्षु उत्तोलन करी देखिले धनी लोक माने मंदिर भंडार रे सेवांकर दान पकाउछन्ति से मध्य देखिले जड़े दरिद्र विधवा दुईटी क्षुद्र तंबा मुद्रा सेथिरे पकाइले जीशु कहिले मो तुमମାନଙ୍କୁ सत्य कहूछि एही दरिद्र विधवा अन्य समस्त अपेक्षा अधिक दान करिछि कारण एही लोक माने सेमानक बलता धन दान करिछन्ति किंतु एही विधवाटी दरिद्र अवस्थारे थाई मध्य तार बंचिबा पाई जहा किछि थिला ताहा सब दान करिछि एहा प्रभुଙ୍କର पुण्य सुसमाचार Praise the Lord. 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 धन्यवाद यीशु. धन्यवाद यीशु. धन्यवाद यीशु. धन्यवाद यीशु. धन्यवाद यीशु. धन्यवाद यीशु. तू हो प्रभु. तू हो प्रभु. तू हो प्रभु. तू हो प्रभु. तुमरो दास सुनुमछि. तुमरो दास सुनुमछि. हे पवित्र आत्मा. हे यीशु आत्मा. हम अंतरे वास करो हालेलुया 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 ख्रीष्ट प्रजरे प्रिय भाई भौणीମାନେ ଆଜିର ସୁସମାଚାର ଅତି କ୍ଷୁଦ୍ର ଛୋଟ ଅଟେ କିନ୍ତୁ ସୁସମାଚାରରୁ ଆମ୍ଭେମାନେ ଈଶ୍ୱରଙ୍କର ଦୟା ଏବଂ କ୍ଷମା ଗୁଣ ବିଷୟରେ ଆମେ ଜାଣିପାରିବା ସଦାପ୍ରଭୁ ପରମେଶ୍ୱର ତାଙ୍କର ଦୟାରେ ମନୁଷ୍ୟମାନଙ୍କୁ ତାଙ୍କର ସ୍ନେହରେ ପ୍ରେମରେ ଆମ ମନୁଷ୍ୟ ଜାତିକୁ ସୃଷ୍ଟି କଲେ ଏବଂ ଏହି ସୃଷ୍ଟିକା ପରିବାର ସମସ୍ତ ରୂପ ଗୁଣ ତାଙ୍କର ମନୁଷ୍ୟକୁ ଦେଲେ ଆଜି ଆମ୍ଭେମାନେ ଏହି ସୁସମାଚାରରେ ମଧ୍ୟ ତାହା ଦେଖିପାରୁଅଛୁ ଯୀଶୁ ଖ୍ରୀଷ୍ଟ ତାହା ହିଁ ଘୋଷଣା କରନ୍ତି ଯୀଶୁ ଖ୍ରୀଷ୍ଟ ସମସ୍ତଙ୍କୁ ଦେଖୁଥିଲେ କିନ୍ତୁ ସେହି ବିଧବା ନାରୀକୁ ଦେଖି ସମସ୍ତଙ୍କ ଠାରୁ ସେହି ବିଧବା ନାରୀ ଶ୍ରେଷ୍ଠ ଦାନ କରିଅଛନ୍ତି ବୋଲି ଘୋଷଣା କରୁଅଛନ୍ତି ପ୍ରିୟ ଭାଇ ଭଉଣୀମାନେ ଆମେ ଯଦି ବିଚାର କରିବା ସେହି ସମୟରେ ସେମାନଙ୍କର ସବୁଠୁ କ୍ଷୁଦ୍ର ମୁଦ୍ରା जोटाକୁ ସେମାନେ କହନ୍ତି ଲେପ୍ଟନ୍ ହିବ୍ରୁ ଭାଷାରେ ତାଙ୍କର ସବୁଠୁ ଛୋଟ ମୁଦ୍ରାକୁ କହନ୍ତି ଲେପ୍ଟନ୍ ଆମ ଏଠି ଯେମିତି ଅଛି 1 ପଇସା 2 ପଇସା 3 ପଇସା ସେହିପରି ସବୁଠୁ ଛୋଟ ଏବଂ ଲାଷ୍ଟ ହେଉଛି ଲେପ୍ଟନ୍ ଯୋଟାକୁ କହନ୍ତି ହେଲେ ବିଧବା ପାଖରେ ଐତିହାସିକମାନେ କହନ୍ତି ବିଧବା ପାଖରେ दुईटी मात्र इलेक्ट्रॉन थिला जेतबेले इलेक्ट्रॉन दुईटा हो बहुवचन वाला ताको लेप्टा कर हेले से विधवा पाखरे दुईटी मुद्रा थिला अर्थात दुईटी लेप्टा थिला माने दुई पैसा थिला चिंता कर आप माने वर्तमान में चिंता करबा एक पैसा रो मूल्य केते 1000 टका रो मूल्य केते एक पैसा मूल्य केते एक कोटी टकार मूल्य सही परि से विधवा पाखरे मात्र 2 पैसा दुईटी लेप्टा थिला हेले सही 2 पैसा को से दान करि देयछथि किंतु धनी माने ताकर समस्त धन अधा दउछथि किछिटा दउछथि किंतु सब तो ना ए विधवा दरिद्र विधवा ता पाखरे एतकी ही थिला एटा के से दान करूछथि सुसमाचार कहे से विधवा
ତାହା ସବୁ ଦାନ କରିଅଛି। ତାର ଅର୍ଥ ବିଧବା ପାଖରେ ସେତିକି ହିଁ ଥିଲା। ଯୀଶୁ ଖ୍ରୀଷ୍ଟ ଏହି ବିଧବାକୁ ଦୁଇଟି କାରଣ ପାଇଁ ପ୍ରଶଂସା କରନ୍ତି। ପ୍ରଥମ କାରଣ ହେଉଛି ଆମେ ସମସ୍ତେ ପ୍ରିୟ ଭାଇ ଭଉଣୀମାନେ ବଡ଼ ହେଲେ ମଧ୍ୟ ଛୋଟ ହେଲେ ମଧ୍ୟ ଆମେ ସମସ୍ତେ ଆମ ପାଖରେ ଯାହା କିଛି ଈଶ୍ୱରଙ୍କୁ ସର୍ବସ୍ୱ ଦାନ କରିବା। ବିଧବା ପାଖରେ ଯାହା କିଛି ଥିଲା ସେ ସବୁ ଦାନ କରିଛି, ସର୍ବସ୍ୱ। ତାହାର ଅଧା ସେ ଦାନ କରିନାହିଁ। ତା ପାଖରେ ଦୁଇଟି ମୁଦ୍ରା ଥିଲା, ସେ ଗୋଟିଏ ମୁଦ୍ରା ନିଜ ପାଇଁ ରଖି ଅନ୍ୟ ମୁଦ୍ରା ଦାନ କରିବା କଥା, କିନ୍ତୁ ସେ କିଛି ରଖିନାହାନ୍ତି ନିଜ ପାଇଁ, ସର୍ବସ୍ୱ ଦାନ କରିଅଛନ୍ତି। ଏହା ହେଉଛି ପ୍ରଥମ କାରଣ ଯାହା ଦେଖି ଯୀଶୁ ପ୍ରଶଂସା କରୁଛନ୍ତି। ଦ୍ୱିତୀୟ କାରଣ ହେଉଛି ବିଧବା। ତାର ହୃଦୟକୁ ଦେଖନ୍ତୁ, ତାର ମନକୁ ଦେଖନ୍ତୁ, ତାର ଚିନ୍ତାଧାରା ଦେଖନ୍ତୁ। ସେ ଈଶ୍ୱରଙ୍କ ପାଇଁ ସେ ଚିନ୍ତା କରିନାହିଁ କି ମୁଁ କେମିତି ବଞ୍ଚିବି, ମୁଁ କଣ ଖାଇବି କାଲି, ଏସବୁ ଚିନ୍ତାଧାରା ଧରିନାହାନ୍ତି। ତାର ଚିନ୍ତାରେ, ଆତ୍ମାରେ, ହୃଦୟରେ ଈଶ୍ୱରଙ୍କ ପାଇଁ ସବୁ ଦାନ ଦେବେ। ପ୍ରଥମ କଥା ତ ସେ ସର୍ବସ୍ୱ ଯାହା କିଛି ଥିଲା ତାର ଦାନ ଦେଇଅଛନ୍ତି। ଦ୍ୱିତୀୟ ତାଙ୍କର ଚିନ୍ତାଧାରା ଈଶ୍ୱରଙ୍କ ପାଇଁ, ମୁଁ ଦାନ ଦେବି। ଏହି ଦୁଇଟି କାରଣ ପାଇଁ ଯୀଶୁ ଖ୍ରୀଷ୍ଟ ବିଧବାକୁ ପ୍ରଶଂସା କରୁଅଛନ୍ତି। ପ୍ରଥମ କାରଣ ହେଉଛି ଦୁଇଟି ମୁଦ୍ରା ଏବଂ ବିଧବା। ଆମେ ଯେତେ ଛୋଟ ହେଲେ ମଧ୍ୟ, ଯେତେ ହୀନ ହେଲେ ମଧ୍ୟ, ସମସ୍ତେ ଆମମାନଙ୍କୁ ଘୃଣା କଲେ ମଧ୍ୟ, ସମସ୍ତେ କୁହନ୍ତି ଆମେ ଛୋଟ, ମୋର କିଛି ନାହିଁ, ସମସ୍ତେ ଯେତେବେଳେ ଆମ୍ଭମାନଙ୍କୁ ହେୟ ଜ୍ଞାନ କରନ୍ତି, ଈଶ୍ୱର ଆମ୍ଭମାନଙ୍କୁ ପୂର୍ଣ୍ଣତା ଦିଅନ୍ତି, ସେ ଆମ୍ଭମାନଙ୍କୁ ସମ୍ମାନ ଦିଅନ୍ତି। ଏ ବିଧବା ଇସ୍ରାଏଲ ଜାତିମାନଙ୍କୁ ଯେତେବେଳେ ସେମାନଙ୍କ ପାଇଁ ସ୍ଥାନ ନଥିଲା, ସମସ୍ତେ ବିଧବାମାନଙ୍କୁ ହେୟ ଜ୍ଞାନ କରୁଥିଲେ। ଆଉ ଟଙ୍କା ବିଧବା ପାଖରେ ପଡ଼ିଥିଲା, ସବୁଠୁ ଛୋଟ ମୁଦ୍ରା, ବଡ଼ କୋଟି କୋଟି ଟଙ୍କା ନଥିଲା। ହେଲେ ବିଧବା ଅତି ଗରିବ, ଅତି ଦରିଦ୍ର ଏବଂ ସମସ୍ତଙ୍କ ଅପେକ୍ଷା ସେ ଜଣେ କ୍ଷୁଦ୍ର ମନୋଭାବୀ, ସରଳ ନିର୍ମଳ ବ୍ୟକ୍ତି। ଲୋକମାନେ ଯେତେବେଳେ ୟାକୁ ଦେଖୁନଥିଲେ, ବଡ଼ ବଡ଼ ଲୋକମାନଙ୍କୁ ଦେଖୁଥିଲେ, ଈଶ୍ୱର ଏହିପରି ଛୋଟ ମନୁଷ୍ୟମାନଙ୍କୁ, ଦରିଦ୍ରମାନଙ୍କୁ, ହେୟ ଜ୍ଞାନ କରାଯାଉଥିବା ଲୋକମାନଙ୍କୁ ସେ ଉନ୍ନତ କରନ୍ତି। ତେଣୁ ଆମେ ଯେତେ ଛୋଟ ହେଲେ ମଧ୍ୟ, ଆମ ପାଖରେ ଯେତେ ଗରିବ, ଯେତେ ଭଲ ଥିଲେ ମଧ୍ୟ, ଯେତେ ଅଳ୍ପ ସଞ୍ଚୟ ଥିଲେ ମଧ୍ୟ, ଆମେ ଯଦି ସର୍ବସ୍ୱ ଦାନ କରିବା, ଈଶ୍ୱର ଆମମାନଙ୍କୁ ପ୍ରଶଂସା କରିବେ, ଉନ୍ନତ କରିବେ। ଦ୍ୱିତୀୟରେ ଆମର ଚିନ୍ତାଧାରା। ଆମେ ସମସ୍ତେ ଚିନ୍ତା କରିବା ଦରକାର, ଏହା ହେଉଛି ଯେତେ ସବୁ ମୋର, ଏହା ମୋର ନୁହେଁ, ଏହା ଈଶ୍ୱରଙ୍କର। ଏହି ଚିନ୍ତାଧାରା ଥିବା ଉଚିତ। ଯାହା କିଛି ଆମର, ଯାହା କିଛି ଆମେ ପାଇଛୁ ଏ ଜୀବନରେ, ସବୁ କିଛି ଈଶ୍ୱରଙ୍କର ବୋଲି ଚିନ୍ତାଧାରା ଥିବା ଉଚିତ। ହେଲେ ଈଶ୍ୱର ଆମମାନଙ୍କୁ ପ୍ରଶଂସା କରିବେ। ତେଣୁ ମାଧ୍ୟମିକ ସମାଜର 5:8 ଯୀଶୁ ଖ୍ରୀଷ୍ଟ କୁହନ୍ତି, ସରଳ ନିର୍ମଳ ହୃଦୟ ବ୍ୟକ୍ତିଗଣ ତୁମେ ଈଶ୍ୱରଙ୍କ ଦର୍ଶନ ଲାଭ କରିବ। ହାଲେଲୁୟା, ହାଲେଲୁୟା, ହାଲେଲୁୟା। ସାମୁଏଲଙ୍କ ଗ୍ରନ୍ଥ ପ୍ରଥମ ସାମୁଏଲ 16:7 ଈଶ୍ୱର କୁହନ୍ତି ସାମୁଏଲଙ୍କୁ, ଦେଖ ତୁମେ ବାହାର ଚାକଚକ୍ୟ, ସାଜସଜ୍ଜା ଏବଂ ହୃଷ୍ଟପୁଷ୍ଟ ଦେହକୁ ଦେଖ ନାହିଁ। ମୁଁ ସେଠାର ଲୋକମାନଙ୍କୁ ରିଜେକ୍ଟ କରିଛି, ପସନ୍ଦ କରେ ନାହିଁ। ମୁଁ ମନୁଷ୍ୟ ଯେତେବେଳେ ବାହାର ହୃଷ୍ଟପୁଷ୍ଟ ଦେହ ଦେଖେ, ଈଶ୍ୱର ମୁଁ ମନୁଷ୍ୟର ହୃଦୟକୁ ଦେଖେ। ତେଣୁ ଈଶ୍ୱର ଆମ ସମସ୍ତଙ୍କର ମନକୁ, ହୃଦୟକୁ ଦେଖନ୍ତି। ପ୍ରଥମ ସାମୁଏଲ 16 ଏବଂ 7। ପ୍ରିୟ ଭାଇ ଭଉଣୀମାନେ, ଆମେ ଚିନ୍ତା କରିବା, ଈଶ୍ୱର ଆମ ହୃଦୟକୁ ଦେଖନ୍ତି। ବାହାର ଧନ ସମ୍ପତ୍ତି, ଚାକଚକ୍ୟ, ହୃଷ୍ଟପୁଷ୍ଟ ଦେହକୁ ନୁହେଁ। ଯେମିତି ପ୍ରକୃତ ମଧ୍ୟ ଆମେ ତାହା ଦେଖିପାରିବା। ଯେମିତି ପ୍ରକୃତ 17:10 ଈଶ୍ୱର କହନ୍ତି, ମୁଁ ହୃଦୟକୁ ଖୋଜେ, ମୁଁ ମନ ଏବଂ ଆତ୍ମାକୁ ପରୀକ୍ଷା କରେ, ସେ ଅନୁସାରେ ଲୋକମାନଙ୍କୁ ମୁଁ ପୁରସ୍କାର ପ୍ରଦାନ କରେ। ଈଶ୍ୱର କହନ୍ତି।
प्रिय भाई भଉणी आसतु आमे समस्ते ईश्वर भक्त मंडली आमे चिंता करिबा हमर हृदय मन केते सरल केते नम्र ईश्वर को पाए धन संपत्ति पर आस्था न रखी ईश्वर को आस्था रखिबा हमर सरल मन हृदय को चिंता करी आम पाखरे जहा किछि ईश्वर को समझछि से चिंता करे ईश्वर को समस्त किछि हमर मन प्राण खाई देबा सात्वी सिसिलिया ताहा नी करे निज जीवन को मध्य ईश्वर को पाए बलिदान करता आसतु प्रिय भाई भौणी माने एही विश्वास रे बंचिबा ईश्वर हमको आशीर्वाद करे हे प्रभु आमर तथा आम निमित्त अर्पित तुम साधु साध्वी को प्रार्थना सदैव ग्रहण श्रवण कर एवं आमे जेपरि यथायोग्य नैवेद्य तुम अर्पण करिबु एथिपाई भगवान को सहायता कर प्रभु यीशु ख्रीष्ट को मध्यस्थतारे एहा तुम निकटरे आमर सविनय निवेदन आमेन। प्रभु आपनक संगे हन्तु हृदय उत्तोलन करन्तु आमर प्रभु परमेश्वर को धन्यवाद करिबा हे प्रभु परम पिता सर्वशक्तिमान व सनातन परमेश्वर आप भगवान प्रभु कृष्ण का मध्यस्थतारे सर्वत्र व सर्वदा तुम निकटरे आप भगवान कृतज्ञता ज्ञापन करिबा एकांत चित्त व परम मंगल कर तुम हर साधु साथी स्वर्ग राज्य उद्देश्य एवं कृष्ण को सकाशे निज जीवन उत्सर्ग करिथिबारु आमे आदि सेमान को सम्मान प्रदर्शन करूछु इह काल रे भावी जगत सत्य दान अनुभव करिबा पाई तुम्हे मानव जाति को आदि निष्कलंकता को आह्वान करी भगवान को प्रति असीम प्रेम प्रकाश करियछ अतएव सर्वदूत वाहिनी और साधु साध्वी को संगे आमर कंठ मणित करी आमे अविरत हर्षध्वनि करू पवित्र पवित्र पवित्र
स्वर्गीय वाहिनी प्रभु परमेश्वर स्वर्ग मध्य पूर्वले परिपूर्ण रुद्रके तुम्हारा जय धन्य जय प्रभु का नाम है स्तुति गुरुधर्म के नाम पर जय। हे प्रभु तुम हे वास्तव में पवित्र तुम हे समस्त पवित्रता उत्स अतएव हम तुम्हें प्रार्थना करूं यही उपहार पर तुम्हारा आत्मा को शिशिर पात्र प्रेरण करी पवित्र कर जेपरि से गुरिक आ भगवान को पाए प्रभु यीशु ख्रीष्टଙ୍କର शरीर ଓ ଶରୀରରେ ପରିଣତ ହେବ। विश्वासघातकता सह्य करी स्वेच्छाରେ ଯାତ୍ରା ଭୋଗ କରିବା ସମୟରେ ଯୀଶୁ ରଟି ନେଲେ ଓ ତୁମକୁ ଧନ୍ୟବାଦ ଦେଇ ତାହା ଖଣ୍ଡ କଲେ ଏବଂ ନିଜର ଶିଷ୍ୟମାନଙ୍କୁ ତାହା ଦେଇ ସେ କହିଲେ ତୁମେ ସମସ୍ତେ ଆନିଅ ଏବଂ ଏଥିରୁ ଭୋଜନ କର କାରଣ ଏହା ମୋର ଶରୀର ଯାହା ତୁମମାନଙ୍କ ନିମନ୍ତେ ବଳି ଦିଆଯିବ। सेहीपरि भावे रात्रि भोजन पर से पात्र नेले पुनर्बार तुमको धन्यवाद देले एवं निजर शिष्य मानक ताहा दे से कहिले तुम्हें समस्ते आनियो एवं इथिर पान कर कारण यह मोर रुधिर पान पात्र नूतन व चिरस्थायी व्यवस्था रुधिर जहाँ तुम्हारा तथा अनेकों को पाई पाप क्षमा निमंत्रण खाई दिया मोर स्मरणार्थे तुम्हें माने क्या करो। विश्वास रहस्य हे प्रभु आम्हाले छेले एलियोकी वचन करू एवं एही पात्र पान करू तुमे पुनरागमन କରିବା ପର୍ଯ୍ୟନ୍ତ आम्हाले तुमର घोषणा करू। अतएव हे प्रभु आम्हाले ख्रीष्टଙ୍କ मृत्यु पुनरुत्थान स्मृति पालन କରିବା ସମୟରେ तुम सम्मुखରେ उपस्थित रही तुम्हार सेवा କରିବା ପାଇଁ तुम्हें आत्मा योग्य विवेचित करथिबा हेतु तुम्हको धन्यवाद दे एही जीवन रोटी और मुक्तिर पान पात्र तुम्हको अर्पण करू। आम्भे माने सबने प्रार्थना करू जे ख्रीष्टଙ୍କର शरीर और रुधिर अंश ग्रहण करुथिबा आमे समस्ते पवित्र आत्मा द्वारा सम्मिलित होई एक होई पारू। हे प्रभु समग्र भूमंडल रे विस्तृत तुम्हारा धर्म मंडल को स्मरण कर एवं आमर पुण्य पिता फ्रांसिस आमर धर्माध्यक्ष शरद चंद्र नायक एवं जगत प्रसंगे समग्र धर्म मंडल को प्रेम और परिपूर्णता प्रति परिचालना करो। पुनरुत्थान आश्रय महानिद्रा तथा भगवान भाई भगवान को तथा तुम्हारा अनुग्रह मुक्ति लाभ करथिबा समस्त को मध्य स्मरण कर सेमान को तुम श्रीमुखर आत्मा प्रति स्वागत करो। आमे प्रार्थना करू आम समस्त प्रति सदैव को जेपरि परमेश्वर को माता धन्य कुमारी बालिया ताकर पवित्र भक्त साधु जोसेफ धन्य प्रेरित गण एवं जुगे जुगे तुमको संतुष्ट करिबा सकल साधु साध्वीक संगे आम्हे माने अनंत जीवन सह उत्तराधिकारी हेबाक योग्य हेबु एवं तुम पुत्र यीशु ख्रीष्ट मध्यस्थतारे तुम्हारा प्रशंसा और गौरव गान करि पारिबु। ताहां को द्वारा वो ताहां को सह वो ताहां को करे हे सर्वशक्तिमान पिता परमेश्वर पवित्र आत्मा का सह सकल महिमा और गौरव तुम्हारे हेउ जुगे जुगे आमीन। त्राणकर्ता पादेश्वरी एवं ताहां को दिव्य शिक्षा प्राप्त होई आमे भरोसा सह प्रार्थना करिबा। हे अमर सर्वशक्ति पिता तुम्हारा नाम पूजित हो तुम्हारा राज्य आसु जेपरि स्वर्गरे सेपरि मर्त्यरे तुम्हारी इच्छा पूर्ण हो आज हमारा दियो आम्हाले जेपरि सर्वदा तुम्हारा तुम्हें से हमारा प्रार्थना करो प्रभु हरि परम तुझे हे तुम्हारा हे प्रभु आमे विनती करू
आम्भମାନଙ୍କୁ सकल बन्धनु रक्षा एवं सबै ଆମ ଜୀବନ କାଳରେ ଶାନ୍ତି ଦିଅ ତୁମ୍ଭର ପାର କରୁଣାରେ ଆମେ ଯେପରି ସର୍ବଦା ପାପରୁ ମୁକ୍ତ ହେବୁ ଏବଂ सकल ଉଦ୍ବେଗରୁ ରକ୍ଷା ପାଇ ଆମ୍ଭେମାନେ ସେହି ଦିନର ଅପେକ୍ଷାରେ ରହିଅଛୁ ଯେବେ ଆମର ମୁକ୍ତିଦାତା ଯୀଶୁ ଖ୍ରୀଷ୍ଟ ପୁନର୍ବାର ଆଗମନ କରି ଆମର ମଙ୍ଗଳମୟ ଆଶା ପୂର୍ଣ୍ଣ କରିବେ। हे प्रभु यीशु ख्रीष्ट तुम्हें निज प्रेरित मानक कहछ मु तुम्हारे मध्य शांति रखी जाऊँ मोर शांति मु तुम्हारे देउछि तुम्हें आप पाप प्रति नहीं किंतु तुम मंडली विश्वास करके दृष्टिपात कर एवं सदैव हरि तुम्हारी इच्छा प्रकार आम शांति और तथा प्रदान कर तुम्हें जुगे जुगे जीवन काल प्रारंभ करुवच्छ। आमीन। प्रभु शांति आत्मा संगे सर्वदा परस्पर को शांति अभिनंदन करिबा। हे परमेश्वर परमेश्वर तुम्हें जगत पाप करो आत्मा को दया करो। हे परमेश्वर परमेश्वर तुम्हें जगत पाप करो आत्मा को दया करो। हे परमेश्वर परमेश्वर तुम्हें जगत पाप करो आत्मा को शांति प्रदान करो। देखो यही परमेश्वर परमेश साधक देखो ताहार जे जगतर पाप हरण करके धन्य जे माने मेष साधक भजन करके निमंत्रित। हे प्रभु तुमने जे घरे प्रवेश करिलो सेहि नाही मुझे केवल पदना प्रभु एवं आराधना सुसरो।
କରିବା। हे प्रभु, साध्वी कुमारी सिसिलियाको पद्म दिवसरे आमे जे रहस्य बलि ग्रहण करिअछु से सकल तुम पुत्रଙ୍କ प्रति आमको सजाग रखु एवं ताहाको आगमन समय ताहाको ग्रहण କରିବାକୁ आमମାନଙ୍କୁ ସାହାଯ୍ୟ କରୁ ଯେପରି ଆମେ ଦିନେ ତାହାଙ୍କ ଦ୍ୱାରା ଶାଶ୍ୱତ ଜୀବନୋତ୍ସବରେ ସାଦର ଗୃହୀତ ହେବୁ। प्रभु यीशु ख्रीष्टଙ୍କ ମଧ୍ୟସ୍ଥତାରେ ଏହା ତୁମ ନିକଟରେ ଆମର ସବିନୟ ନିବେଦନ। आमीन। प्रभु ଆପଣଙ୍କ ସଙ୍ଗେ ରୁହନ୍ତୁ। सर्वशक्तिमान सर्वशक्तिमान परमेश्वर पिता व पुत्र एवं पवित्र आत्मा ଆପଣମାନଙ୍କୁ आशीर्वाद କରନ୍ତୁ। आमीन। दिव्य यज्ञ समाप्त ଆପଣମାନେ ଯାଆନ୍ତୁ ଏବଂ ପ୍ରଭୁଙ୍କର ସୁସମାଚାର ଘୋଷଣା କରନ୍ତୁ। परमेश्वर को धन्यवाद।